ନମ୍ବର 1 ଭାରତରେ ଚିହ୍ନଟ ହେଲେ ଆଉ ଏକ ଏଚ୍ଏମ୍ପିଭି ଆକ୍ରାନ୍ତ। ଭାରତକୁ ବ୍ୟାପିଲା ଏଚ୍ଏମ୍ପିଭି। ଭାରତରୁ ଚିହ୍ନଟ ହେଲେ 2 ହ୍ୟୁମାନ୍ ମେଟାନିମୋ ଭାଇରସ୍। ଏଚ୍ଏମ୍ପିଭି ଆକ୍ରାନ୍ତ। ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରୁ 2ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ଆଇସିଏମ୍ଆର୍। ପୂର୍ବରୁ ଜଣେ 8 ମାସର ଶିଶୁ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଏକ 3 ମାସର ଶିଶୁ ଏଚ୍ଏମ୍ପିଭିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ 3 ମାସର ଶିଶୁଟି ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିବା ବେଳେ 8 ମାସର ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ସେପଟେ 2ଟି ମାମଲା ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜରୁରୀ ବୈଠକ ଡାକିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି। ନମ୍ବର 2 ରାଗିଗଲେ ରାଜ୍ୟପାଳ, ଗୃହ ଛାଡ଼ି ପଳାଇଲେ। ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର୍.ଏନ୍. ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନରୁ ସମ୍ବୋଧନ ନ କରି ଗୃହରୁ ବାହାରିଲେ। ତାମିଲନାଡୁର ବିଧାନସଭାରେ 2025 ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ ଅନୁଯାୟୀ ରାଜ୍ୟପାଳ ଆର୍.ଏନ୍. ରବିଙ୍କ ସମ୍ବୋଧିତ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଧାନସଭା ଅଧିବେଶନ ଆରମ୍ଭ ତାମିଲନାଡୁର ସରକାର ରାଜ୍ୟ ସଙ୍ଗୀତ ତାମିଲ ଥାଇ ରାଜୋତା ଗାନ କରାଯାଉଥିଲା। ତାମିଲନାଡୁର ରାଜ୍ୟ ସଙ୍ଗୀତ ପରେ ରାଜ୍ୟପାଳ ଆର୍.ଏନ୍. ରବି ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ ମଧ୍ୟ ତାଙ୍କ ଦାବି ଗ୍ରହଣ କରାଯାଇନଥିଲା। ନମ୍ବର 3 କର୍ଣ୍ଣାଟକ ପରେ ଗୁଜରାଟରେ ଏଚ୍ଏମ୍ପିଭି ଭାଇରସ୍ ଚିହ୍ନଟ। 2 ମାସର ଶିଶୁକୁ ସଂକ୍ରମିତ। ବେଙ୍ଗାଲୁରୁ ପରେ ଗୁଜରାଟର ଅହମ୍ମଦାବାଦରେ ହ୍ୟୁମାନ୍ ମେଟାପ୍ଲୁମ୍ ଭାଇରସର ଏକ ମାମଲା ଚିହ୍ନଟ ହୋଇଛି। ଅହମ୍ମଦାବାଦର ଚାନ୍ଦଖେଳା ଅଞ୍ଚଳରେ 2 ମାସର ଶିଶୁକୁ ଏହି ଭାଇରସ୍ ସଂକ୍ରମଣ ନଜର ଆସିଛି। ନବଜାତ ଶିଶୁ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶିଶୁର ଚିକିତ୍ସା ପାଇଁ ପରିବାର ରାଜସ୍ଥାନର ଡଙ୍ଗରପୁରର ଅହମ୍ମଦାବାଦରେ ପହଞ୍ଚିଥିଲେ। ବର୍ତ୍ତମାନ ଶିଶୁ ଅବସ୍ଥା ସ୍ଥିର ରହିଛି। ଚାଇନାରେ ବ୍ୟାପିଥିବା ଏଚ୍ଏମ୍ପିଭି ଭୂତାଣୁ ଏହାର ଭିତରେ ଭାରତରେ ବ୍ୟାପିବା ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 3ଟି ମାମଲା ଚିହ୍ନଟ ହୋଇଛି। 2ଟି ମାମଲା କର୍ଣ୍ଣାଟକରେ ହୋଇଥିବା ବେଳେ ଗୋଟିଏ ମାମଲା ଗୁଜରାଟରେ ଅହମ୍ମଦାବାଦରୁ ଆସିଛି। ନମ୍ବର 4 ଭାରତର ପଡ଼ୋଶୀ ଦେଶରେ ବିଭାଜନ ଆଶଙ୍କା। ମିଆଁମାରର ସାମରିକ ଶାସନ ବିରୋଧରେ ଲଢ଼ୁଥିବା ଆରାକାନ ସେନା ସ୍ୱାଧୀନତାର ଲକ୍ଷ୍ୟ ହାସଲ କରିବାର ଅତି ନିକଟତର ହୋଇଛି। ଯାହା କିଛି ମାସ ପାଇଁ ଅସମ୍ଭବ ମନେ ହେଉଥିଲା, ଏବେ ତାହା ସମ୍ଭବ ହେବାକୁ ଯାଉଛି। ଦେଶର ରାଖାଇନ ରାଜ୍ୟର 18ଟି ପ୍ରଦେଶ ମଧ୍ୟରୁ 15ଟି ଆରାକାନ ସେନା ଦଖଲ କରିଛି। ଯଦି ସେମାନେ ସମଗ୍ର ରାଖାଇନ ରାଜ୍ୟକୁ ଦଖଲ କରି ସ୍ୱାଧୀନତା ଘୋଷଣା କରନ୍ତି, ତେବେ ଏହା 1971 ମସିହାରେ ବାଂଲାଦେଶର ସୃଷ୍ଟି ହେବା ପରଠାରୁ ଏସିଆର ପ୍ରଥମ ନୂଆ ଦେଶ ଭାବେ ସୃଷ୍ଟି ହେବ। 2024ର ଶେଷରେ ଆରାକାନ ସେନା ରାଖାଇନ ଅବସ୍ଥିତ ମିଆଁମାର ସେନାର ୱେଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟାଳୟ ଆନ୍ ସହରକୁ ଦଖଲ କରିଥିଲା। ଏହା ସହିତ ମାଓକଳାକୁ ମଧ୍ୟ ଦଖଲ କରାଯାଇଥିଲା। ନମ୍ବର 5 ରାସ୍ତା ମଝିରେ ଗର୍ଜିଲେ ନବୀନ। ଦରମା ବୃଦ୍ଧି ପ୍ରତିବାଦରେ ରାଜସ୍ଥାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲହିର ପ୍ରିମିୟମ ଯୋଗୁଁ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ। ନବୀନ ଦଳବଳ ସହ ଏକାଠି ହୋଇ ରାଜରାସ୍ତାରେ ଗର୍ଜନ କରିଛନ୍ତି। ଆନ୍ଦୋଳନରେ ଭାଗ ନେଇ ଗଣବିକ୍ଷୋଭକାରୀ ମନରେ ରହସ୍ୟକୁ ଭରିଛନ୍ତି ନବୀନ। ଭାଜପା ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧି ମୁଖ୍ୟ ପ୍ରସଙ୍ଗ କରି ରାଜରାସ୍ତାରେ ସିଧା ଟାର୍ଗେଟ କରିଛନ୍ତି ନବୀନ। ଏହାକୁ ନେଇ ନବୀନଙ୍କୁ ଟାର୍ଗେଟ କରିଛି ଭାଜପା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବୀନଙ୍କୁ କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି, ବିଜେଡି ଯାହା କହୁଛି ନାଟକ ଛଡ଼ା କିଛି ନୁହେଁ। ପନିପରିବା, ତେଲ, ଡାଲି ଦର କମ୍ ଅଛି, ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଅଛି। ନମ୍ବର 6 ଭାରତରେ ପ୍ରଥମ ରୋଗୀ ଚିହ୍ନଟ। ଲକ୍ଷଣ ଜାଣି କରନ୍ତୁନି ଅବହେଳା। ଭାରତରେ ପ୍ରଥମ ଏଚ୍ଏମ୍ପିଭି ଭାଇରସ୍ ଚିହ୍ନଟ ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଏହି ଭାଇରସ୍ ସଂକ୍ରମଣ ପ୍ରାରମ୍ଭିକ ଲକ୍ଷଣ ଜାଣିବା ନିହାତି ଜରୁରୀ। କୋଭିଡ୍ର 5 ବର୍ଷ ପରେ ଏଚ୍ଏମ୍ପିଭି ବର୍ତ୍ତମାନ ଚୀନରେ ଆତଙ୍କ ଖେଳାଇଛି। ଗଣମାଧ୍ୟମରେ ଏବଂ ସୋସିଆଲ ମିଡିଆରେ କ୍ରମାଗତ ଖବର ଆସୁଛି ଯେ ଚାଇନାରେ ଏଚ୍ଏମ୍ପିଭି ଭାଇରସ୍ ପାଇଁ ବିପଜ୍ଜନକ ସୃଷ୍ଟି ହୋଇଛି ଓ ସେଠାରେ ଡାକ୍ତରଖାନାଗୁଡ଼ିକରେ ସଂକ୍ରମିତ ପାଇଁ ଶଯ୍ୟା ଅଭାବ ହେଉଛି। ଏପରିକି ଏହି ଭାଇରସ୍ କୋଭିଡ୍ ପରି ବିପଜ୍ଜନକ ସୃଷ୍ଟି କରିପାରିବ ବୋଲି ଦାବି କରାଯାଉଛି। ବର୍ତ୍ତମାନ ଭାରତରେ ମଧ୍ୟ ନିଜର ପାଦ ଥାପିଛି ଏଚ୍ଏମ୍ପିଭି ଭାଇରସ୍। ବେଙ୍ଗାଲୁରୁରେ ଜଣେ 8 ମାସର ଶିଶୁକୁ ନିକଟରେ ଏହି ଭାଇରସ୍ ଚିହ୍ନଟ ହୋଇଛି। ନମ୍ବର 7 ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗ୍ରେସ୍ ମାର୍କ ଦେଲେ ପ୍ରଧାନମନ୍ତ୍ରୀ। କହିଲେ ବଡ଼ କଥା। ଜାନୁଆରୀ 6 ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ନେତା ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ମୋଦି ସୋସିଆଲ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶାର ପରିଶ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା।
ଜଣେ ତୃଣମୂଳ ସ୍ତରର ନେତା, ସେ ଜନସେବା ତଥା ଗରିବ ଲୋକଙ୍କୁ ସନ୍ତକ କରିବା ଆଗରେ ରହିଛନ୍ତି। ସେ ଓଡ଼ିଶାର ଅଗ୍ରଗତି ପାଇଁ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି। ନମ୍ବର 8 ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ, 9 ଯବାନ ସହିତ ଅନେକ ଗୁରୁତର। ଛତିଶଗଡ଼ ମାଓ ପ୍ରଭାବିତ ଅଞ୍ଚଳ ବିଜାପୁରରେ ବଡ଼ ମାଓ ହମଲା ହୋଇଛି। ମାଓବାଦୀମାନେ ଆଇଇଡି ବ୍ଲାଷ୍ଟ କରି ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ଘଟଣାରେ ଚାଳକ ଓ 8 ଡିଆର୍ଡି ଯବାନ ଶହୀଦ ହୋଇଛନ୍ତି। ବିଜାପୁରରେ କୁଟରୁ ମାର୍ଗ ଭେଦରେ ମାଓବାଦୀ ଏହି ଘଟଣା ଘଟାଇଛନ୍ତି। ଶହୀଦ ଯବାନମାନେ ଏହି ଅପରେସନକୁ ସଫଳ କରି ଫେରୁଥିଲେ, ଯେଉଁଥିରେ 5 ଜଣ ମାଓବାଦୀ ନିପାତ କରାଯାଇଛି। ବସ୍ତରରେ ଆଇଡି କହିଛନ୍ତି କି ବିଜାପୁରରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ମାଧ୍ୟମରେ ଗାଡ଼ି ଉଡ଼ାଇ ଦେଇଛନ୍ତି। ଏଥିରେ 8 ଡିଆର୍ଜି ଯବାନ ଓ ଜଣେ ଡ୍ରାଇଭରଙ୍କ ସମେତ 9 ଜଣଙ୍କର ମୃତ୍ୟୁ ହୋଇଛି। ସେ ତଦେୱାଣ୍ଡା, ନାରାୟଣପୁର ଓ ବିଜାପୁରର ମିଳିତ ଅଭିଯାନରୁ ଫେରୁଥିଲେ। ନମ୍ବର 9 ପେନ୍ସନରେ 3 ଗୁଣା ବୃଦ୍ଧି, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବୃଦ୍ଧ ଓ ଦିବ୍ୟାଙ୍ଗ ପାଇଁ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ରିଲିଫ ବ୍ୟବସ୍ଥା ପ୍ରଣୟନ କରିଛନ୍ତି। 80 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ତଥା 80%ରୁ ଅଧିକ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ମାସିକ ସାମାଜିକ ସୁରକ୍ଷା ପେନ୍ସନ 12,000ରୁ 3,500 ଟଙ୍କାକୁ ବୃଦ୍ଧି କରାଯାଇଛି। ଜାନୁଆରୀରେ ନୂଆ ପେନ୍ସନ ରାଶି କାର୍ଯ୍ୟକାରୀ ହେବ। ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ 2025ରେ ନୂଆ ପେନ୍ସନ ରାଶି କାର୍ଯ୍ୟକାରୀ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଅହୁଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବୃଦ୍ଧ ଓ ଦିବ୍ୟାଙ୍ଗ ଆର୍ଥିକ ସ୍ଥିରତା ବଢ଼ାଇବାକୁ ଏହି ପଦକ୍ଷେପ ଲକ୍ଷ୍ୟ ରଖିଛି। ନମ୍ବର 10 ରାଜଧାନୀରେ ଘନକୁହୁଡ଼ି ସହିତ ଶୀତ, ରାଜ୍ୟରେ ଲାଗି ରହିଛି ଶୀତ, ତା ସାଙ୍ଗକୁ ଘନକୁହୁଡ଼ି। ରାସ୍ତାଘାଟ ଯିବା ଆସିବା, ଗାଡ଼ି ଚଳାଇବା ବାଧା ଉପୁଜୁଛି। ଘନକୁହୁଡ଼ି ଯୋଗୁଁ 50 ମିଟର ଦେଖିବା ଅସମ୍ଭବ ହୋଇପଡ଼ୁଛି। ତେବେ ଆସନ୍ତାକାଲିଠୁ ଶୀତ କମିବ ବୋଲି ପାଣିପାଗ ସୂଚନା ଦିଆଯାଇଛି। ସେହିପରି ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟରେ ଘନକୁହୁଡ଼ି ସ୍ଥିତି ପରିଲକ୍ଷିତ ହୋଇଛି। ଦିଲ୍ଲୀରେ ଗତ 3 ଦିନ ଧରି ବହୁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଆସିଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅଲ୍ରେ ଦବାଇ ରଖନ୍ତୁ।